ଘରେ ବୁଲାଇଲେ କଳାକନା, ଚୋରି ହେଲା ଲକ୍ଷାଧିକ ଟଙ୍କା ସୁନା ଗହଣା, ପୋଲିସର ତଦନ୍ତ ଆରମ୍ଭ। ଘରେ କେହି ନଥିବା ସୁଯୋଗ ନେଇ ବିଳମ୍ବିତ ରାତିରେ ପଶିଲେ ଦୁର୍ବୃତ୍ତ। ଆଉ ଘରର କବାଟ ତାଡ଼ି ଘର ଭିତରେ ପଶି ବୁଲାଇଲେ କଳାକନା। ଏଭଳି ଘଟଣା ଘଟିଛି କପ୍ତିପଦା ଥାନା ତଳିଆ ଅଞ୍ଚଳରେ। ତଳିଆ ଅଞ୍ଚଳର ବୃନ୍ଦାବନ ଦଳେଇ, ଯିଏକି ଆର୍ମିରେ ଚାକିରି କରିଛନ୍ତି, ତାଙ୍କର ସ୍ତ୍ରୀ ଏବଂ 2 ପିଲା ଡାକ୍ତର ଚିକିତ୍ସା ନିମନ୍ତେ 2 ଦିନ ଭୁବନେଶ୍ୱର ଯାଇଥିଲେ। ଭୁବନେଶ୍ୱରରୁ ଫେରି ଘରେ ପହଞ୍ଚିବା ପରେ ଘରର ମୁଖ୍ୟ ଗ୍ରିଲ୍ ଏବଂ କବାଟ ଭଙ୍ଗା ଯାଇଥିବା ଦେଖିବାକୁ ପାଇଲେ। ଏନେଇ ପୋଲିସକୁ ଖବର ଦେବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଦୁର୍ବୃତ୍ତମାନେ ଘର ଭିତରେ ପଶି ଗଡରେଜ ତାଲା ଭାଙ୍ଗି ସେଥିରେ ଥିବା ନଗଦ 55,000 ଟଙ୍କା ସମେତ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଏପରିକି ଟିଭି, କମ୍ବଳ ଆଦି ଚୋରି କରି ନେଇ ଚାଲିଯାଇଛନ୍ତି। ଜଣେ ବାଂଲାଦେଶ ବର୍ଡରରେ ସୁରକ୍ଷାରେ ନିୟୋଜିତ ଥିବା ବୃନ୍ଦାବନ ଦଳେଇଙ୍କ ଘରେ ଚୋରି ହେବାର ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଯେତେବେଳେ ଆର୍ମି ଅଧିକାରୀଙ୍କ ଘରୁ ଚୋରି ହେଉଛି, ସେତେବେଳେ ସାଧାରଣ ଜନତା କେତେ ସୁରକ୍ଷିତ ତାହାକୁ ନେଇ ପ୍ରଶ୍ନ ଉଠିଛି।